ଚମ୍ପୁଆ ରେଞ୍ଜ ରଜିଆ ପଞ୍ଚାୟତ ଗାଢ଼ାସାହି ନିକଟରେ ବନ ବିଭାଗ ଚଢ଼ାଉ କରି ଏକ ଶାଳଗଣ୍ଡି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ ଆଇଏଫଏସ୍ କେ ନାଗରାଜୁଙ୍କ ନେତୃତ୍ୱରେ ଗତ ବିଳମ୍ବିତ ରାତିରେ ଏସିଏଫ୍ ଅକ୍ଷୟ ଛତ୍ରିଆ, ବନପାଳ ନଗେନ୍ଦ୍ର ଜେନାଙ୍କ ସହିତ ସମସ୍ତ ବନ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରୁ OR 09N1923 ନମ୍ବର ଥିବା ଏକ ଟ୍ରାକ୍ଟର ଶାଳଗଣ୍ଡି ବୋଝେଇ କରି ଯାଉଥିବା ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଡ୍ରାଇଭର ସେଠାରେ ନ ଅଟକି ଖସି ପଳାଇଥିଲା। ବନ ବିଭାଗର ପେଟ୍ରୋଲିଂ ଟିମ୍ ଟ୍ରାକ୍ଟରକୁ ଗୋଡ଼ାଇବା ପରେ ରଜିଆ ଗାଢ଼ାସାହି ନିକଟରେ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ମାରିଥିଲା। ଟ୍ରାକ୍ଟରରେ ସଦ୍ୟ କଟା ଯାଇଥିବା 6 ଫୁଟ ଲମ୍ବର 12 ଖଣ୍ଡ ଶାଳଗଣ୍ଡି ବୋଝେଇ ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ଚମ୍ପୁଆ ପୁଲିସଙ୍କ ସହାୟତାରେ ଟ୍ରାକ୍ଟରକୁ ଜବତ କରିବା ସହ ପଞ୍ଜୀକରଣ ନମ୍ବର ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବନ ବିଭାଗ ଚେଷ୍ଟା କରୁଛି। କେନ୍ଦୁଝର ଚମ୍ପୁଆରୁ ମମତା ସେନାପତିଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ।